जय जगन्नाथ प्रभु। प्रथम अगणित दर्शक मानक मोर भूमिष्ठ प्रणाम। मो यात्रा जगतर परिचय है बुढ़ा बुढ़ा कविता समस्त जानते सच्चिदानंद भूया मोर बेस्ट नेम तेणु बुढ़ा कविता बोली समस्ते जानते से नाम मु परिचित। ଯାତ୍ରା କେତେ ବର୍ଷ ହେଇଗଲା ଆପଣଙ୍କୁ? ଯାତ୍ରା ମିନିମମ୍ 15 ବର୍ଷ ପରେ। ଫାଷ୍ଟ ଏମିତି ସ୍କୁଲ ଗିରିରେ ଡ୍ରାମା ଫାମା କରି କଲେଜ ଫଲେଜ ଯାଇ ଡ୍ରାମା କରି ପ୍ରଥମ ଗୋଟେ ଛୋଟ ଛୋଟ ପାର୍ଟି ସବୁ ନିଜ ଉଦ୍ୟୋଗରେ ତିଆରି କରିକି ସେଠିକି କଳା ପ୍ରଦର୍ଶନ କରାଗଲା। କଳାକାର ଯିଏ ତ ଆଗରୁ ଫୁଟିକି ବାହାରିବ, ଭଲ ନା ଅଭିନୟ ହେଲା, ଲୋକ କହିଲେ ଭଲ ଆକ୍ଟିଂ କରୁଛୁ। ତାପରେ ସେ ସବୁ ମାଇନର ଛାଡ଼ନ୍ତୁ, ପ୍ରଥମ ମୋର ତାରପୁର ଆରମ୍ଭ ହେଲା ମୋ ଯାତ୍ରା କ୍ୟାରିୟର। ତା ପୂର୍ବରୁ ସେଇଟା ହେଉଛି ମାନେ ଟ୍ରାଲ୍। ତାରାପୁର ଯେତେବେଳେ ଆପଣ ଯୋଗ ଦେଲେ ଫାଷ୍ଟ, ସେତେବେଳେ କ'ଣ କ୍ୟାରେକ୍ଟର କରୁଥିଲେ? ମୁଁ ଯେତେବେଳେ ଫାଷ୍ଟ ବର୍ଷ ଗଲି, ଓମ୍ ପିଛକରେ ଝିଅ ଟିକିଏ, ନାଲି ସୁଇଟର ନେପାଳୀ ଝିଅ, ମନୋରମା କଥା ମନେ ରଖିଥା, ମନ କଲିକତା ଦେହ ଓଡ଼ିଶା, ଏଇ ନାଟକ ହେଲା। ବାଉଁଶ ରାଣୀ ବି ହେଉଥିଲା। ଏ ନାଟକ ତାରାପୁର ସବୁଠାରୁ ହିଟ୍ ନାଟକ ଗୁଡ଼ାକ। ମୁଁ ରହିଥିବା ଅବସ୍ଥାରେ ସବୁଠାରୁ ହିଟ୍ ନାଟକ ତାଙ୍କର ଓମ୍ ପିଛକରେ ଝିଅ ଟିକିଏ। ମାନେ ଯାତ୍ରା ମାର୍କେଟରେ ଯଦି ସେ ତାରପୁର ପାର୍ଟି ଏଇ ସମୟରେ ଏଇ ମାର୍କେଟରେ ଥାଆନ୍ତା, ତା ସାଙ୍ଗରେ କେହି ଟ୍ରାଏଲ୍ ଦେଇପାରିନଥାନ୍ତେ। ସିଏ ଯେଉଁ ଟାଇମ୍ରେ ଯେଉଁ ପ୍ରଡ଼କ୍ସନ୍ କରୁଥିଲେ, ଯେମିତି ପଶ୍ଚିମ ଓଡ଼ିଶାରେ କହିଲେ ତାରପୁର, ସେ ନାଟକ ଯେଉଁଠି ହେଲେ ବି ହେଲା, ସେ ଗୋଟେ ଏମିତି ଗୋଟେ ଯୁଗରେ ଉତରିଗଲା। ଏ ନାଟକ ସମସ୍ତେ ପ୍ରଶଂସା କଲେ, ଏ ନାଟକ ବି କ୍ୱାଲିଟି ହେଇଥିଲା, ବୁଝିଲେ। ଆପଣଙ୍କର କ'ଣ କ୍ୟାରେକ୍ଟର ଥିଲା? ମୋର ଗୋଟେ ମମୋଳିଆନ କ୍ୟାରେକ୍ଟର ଥିଲା, ସବୁ ହିନ୍ଦୀ ଡାଇଲଗ୍, ସବୁ ଟୋଟାଲ୍ ହିନ୍ଦୀ ଡାଇଲଗ୍। ଆମର ଯେଉଁ ନାନା ପାଟକର ଟାଇପ୍ର, ସେଇ ଟାଇପ୍ର ଗୋଟେ କରିକିରି ସେ ଗୋଟେ କରିଥିଲେ ଭଲଟା। ଖଳନାୟକ? ଖଳନାୟକ ନୁହଁ, ତା ରିଏଲ୍ ଷ୍ଟୋରିଟା, ତା ସ୍ତ୍ରୀ ମରିଯାଇଛି, ତାକୁ ସେମିତି ଗୋଟେ ପରିସ୍ଥିତିରେ ପଡ଼ିକି ପୋଡ଼ିପାଡ଼ି ଦେଇଛନ୍ତି ତା ସ୍ତ୍ରୀକୁ। ସେ ରକ୍ତ ଦେଖିଲା ପରେ ଡରୁଛି। ସେ ସେଇ ଫ୍ରଷ୍ଟ୍ରେସନ୍ ହେଇକି ଜେଲ୍ ଫେଲ୍ରୁ ବାହାରିକିରି ସେ ଏଇ କାମ କରୁଛି। ଆଉ ଏଇ ଉପରେ ପଇସା ରୋଜଗାର ନ କଲେ ହେଇପାରିବନି, ଆଉ ଚଳିବ, ଏ ହେବନି। ଆଉ ବର୍ତ୍ତମାନ ଯୁଗକୁ ନେଇକି ଆମେ ଏମିତି ମାରିବି, ଧରିବି, ଇଏ କରିବି, ସୁପାର ନେଇକି କାମ କରୁଛି। ଆଉ ପଇସା ନେଲେ କେହି ପଚାରୁନାହାନ୍ତି ନା ଆଜିକାଲି ଦୁନିଆରେ। କିନ୍ତୁ ତା ରିଏଲି କଥାଟା, ବ୍ଲଡ଼ ଦେଖିଲେ ତାକୁ ସିଏ ମାରୁନି କାହାକୁ। ସଚା ମୁସଲମାନ, ନମାଜ ଯାଉଛି, ନମାଜ ପଢ଼ୁଛି, ମକ୍କା ମଦିନା ଯାଉଛି, ସମସ୍ତଙ୍କୁ ସମ୍ମାନ ଦେଉଛି, କିନ୍ତୁ ମର୍ଡ଼ର କରୁନି, ନିଜେ ମର୍ଡ଼ର କରିପାରୁନି। ରକ୍ତ ଦେଖିଲେ ପାଗଳ ହେଇଯାଉଛି। ଆପଣ ଯାତ୍ରାରେ ଯେତିକି ଆକ୍ଟିଂ କରୁଛନ୍ତି ସବୁ ଖଳନାୟକ? ନାଇଁ, ହିରୋ ବି କରିଛି, ମନ୍ଦାକିନୀଙ୍କ ସହିତ କରିଛି, ମିଥୁନ ରାଶିର ଝିଅ ଟିକିଏ ବାଘା ହିରୋ କରିଛି, ଆଣ୍ଟି କ୍ୟାରେକ୍ଟର କରିଛି, ଲଭ୍ ସିନ୍ ନାଚିଛି, ହୋଟେଲ୍ ଡ୍ୟାନ୍ସ ନାଚିଛି, ସବୁ କରିଛି। ସେମିତି କଳାକାର ମାନେ ସେମିତି ଗୋଟେ ମାନେ ନାହିଁ ଯେ ମୁଁ ଏଇ କ୍ୟାରେକ୍ଟର କରିବି ଆଉ କିଛି କରିପାରିବିନି। ଆପଣଙ୍କୁ କେଉଁଟା ଭଲ ଲାଗେ? ଯେହେତୁ ମୋ ଗେଟଅପ୍ଟା ପାଇଁ ମୋତେ ଆଣ୍ଟି କ୍ୟାରେକ୍ଟର କରିବାକୁ ଭଲ ଲାଗେ। ଆଉ ଷ୍ଟାଇଲ୍ ଫାଇଲ୍ ଥିବ, ଟିକେ ଡିଜାଇନ୍ ଥିବ, ଆଉ ଏଇ ଟାଇପ୍ର ଡାଇଲଗ୍ ଫାଇଲଗ୍ ଟିକେ ପ୍ରଡକ୍ସନ୍ ଭଲ ଥିବ। ଆପଣଙ୍କୁ ପରିଚୟ ଦେଇଛି କେଉଁ ନାଟକ? ପରିଚୟ ଦେଇଛି ମୋତେ ଓମ୍ ପିଛକ ଝିଅ ଟିକେ ଗୋଟେ କହିଲି। ତାପରେ ତାରପୁର ତ ସବୁ ପୁରା ବେଷ୍ଟ ନାଟକ, ପୁରା ଯେଉଁ ମୁଁ 5 ବର୍ଷ ଖଣ୍ଡେ ରହିଗଲି ସେଠି, ବୁଝିଲେ କି। ତାପରେ ଗଲି ତାରପୁର, ଗଲି କେଉଁଠିକି, ବାଘାରେ ବାଜି ଯାଉଛି ଆମ ନା, ଦରିଆ ସୁନ୍ଦରୀ, ସେଠି ବି ବଢ଼ିଆ ନାଁ ହେଲା। ତାପରେ ଗଲି ତ୍ରିନାଥରୁ ଗୌରୀ, ଗୌରୀରୁ ପୁଣି ଯେଉଁ ଟାଇଗର ତାରିଣୀ, ତାପରେ ତ ଚାଲିଛି ଏମିତି। ତାପରେ ସ୍ୱପ୍ନମହଲ, ତାପରେ ଯେଉଁ ଇଷ୍ଟର୍ଣ୍ଣ ଯେଉଁ ପାର୍ଟି ହେଲା, ଇଷ୍ଟର୍ଣ୍ଣ ପିଙ୍କ, ଭାଓଲେଟ୍, ଧଉଳି, ବୁଝିଲେ କି। ଧଉଳି ପରେ କେଉଁଠିକି ଆଇଲି, ଏମିତି ଚାଲିଛି। ଆଉ ବର୍ତ୍ତମାନ ତ ପ୍ରମୋଦିନୀ ଯାତ୍ରା, ପ୍ରମୋଦିନୀରେ ବର୍ତ୍ତମାନ କାର୍ଯ୍ୟରତ। ଏ ନୂଆ କରି ଏନ୍ତୁଡ଼ିଶାଳରେ ବର୍ତ୍ତମାନ ପ୍ରସ୍ତୁତି ହେଉଛି ପଦାକୁ ବାହାରିବା ପାଇଁ। ମା ପେଟରେ ରହିକି ବିଭିନ୍ନ ବାଧାବିଘ୍ନ
ସୃଷ୍ଟି କରିଛନ୍ତି ଏକର ସେକର ହେଇକି କେତେବେଳେ ପଦାକୁ ବାହାରିକି କୁଆଁ କୁଆଁ ଡାକିବେ ଆମେ ଅପେକ୍ଷା କରିଛୁ ଆଉ କୁଆଁ କୁଆଁ ଡାକିଲେ ଆମେ କୋଳରେ ଧରିବୁ ଆଉ। ଆପଣ ଏତେ ବର୍ଷ ହେଲା ନା ଯାତ୍ରା ପାର୍ଟିରେ ରହିଲେଣି, ଏଠି ପ୍ରମୋଦିନୀ ନୂଆ ପାର୍ଟି, ଆପଣ ନୂଆ କରି ଯୋଗ ଦେଇଛନ୍ତି। ପ୍ରମୋଦିନୀ ପାର୍ଟିକୁ ଆପଣ କେମିତି ଦେଖୁଛନ୍ତି? ଏତିକି ଦିନ ଭିତରେ ରହିଲେଣି କେମିତି ଦେଖୁଛନ୍ତି? ଦେଖନ୍ତୁ ଆମେ ଯଦି ଗୋଟେ ପାର୍ଟି ତିଆରି ହେଉଛି, ଗୋଟେ 100 ଜଣ ଲୋକ ରହିବେ, ଟିକେ ତାଙ୍କ ଯେଉଁଟା ମାଲିକ ବହୁ ଘାତ ପ୍ରତିଘାତ ଭିତରେ ବନ୍ଦ କରିବା ବସିଥିଲେ ଯଦି ଆରମ୍ଭ କରୁଛନ୍ତି, ତାଙ୍କ ପଛରେ ଗୋଟେ ପ୍ରଚ୍ଛଦ ପଟରେ ଗୋଟେ ଲୋକ ଅଛନ୍ତି କିଏ ବୋଲି ଆମେ ଜାଣିଛୁ। ତେଣୁ ତାଙ୍କ ଭରସାରେ ଚାଲିଛି, ତାଙ୍କ ଭରସାରେ ଚାଲିଛି। ଆଉ ସିଏ ଯେତେବେଳେ ଭରସା ତୁଟେଇ ଦେବେ ଆମେ ତୁଟିଯିବୁ ଆଉ। ତେଣୁ ଆମେ ପ୍ରାଣପଣେ ଚେଷ୍ଟା କରିବୁ ଯଦି ପହଞ୍ଚିଲା ପରେ କେମିତି ସେ ମା ବେଶୀ ଯନ୍ତ୍ରଣା ନ ସହୁ, ପିଲାଟା କେମିତି ପ୍ରସବ ହେଇଯାଉ, ବୁଝିଲେ କି? ପ୍ରସବ ହେଲେ ସିଏ ବଡ଼ ହେଲେ ସିଏ ରୋଜଗାର କଲେ ଆମକୁ ପୋଷିବ, ନୁହଁ କି? ତେଣୁ ଏଇଭଳି କଥା ଆଉ। ପ୍ରମୋଦିନୀ ଆପଣ ଜଏନ୍ କଲେଣି, ପ୍ରମୋଦିନୀରେ କେତେ ନାଟକ ବିଷୟରେ ଜାଣିଛନ୍ତି? କେତେ ଖଣ୍ଡ ନାଟକ କ'ଣ କରୁଛି କ'ଣ? ନାଟକ ବର୍ତ୍ତମାନ ପ୍ରଥମଟେ ହେଉଛି ମୁଁ ଜାଣିଛି, ସେକେଣ୍ଡରେ କ'ଣ ହେବ କ'ଣ ନାହିଁ ସେଟା ଜାଣିଲେ ଆସିଲେ ଡିରେକ୍ଟର ଯେଉଁମାନେ ଅଛନ୍ତି ସେମାନେ ଆସିଲେ ଆମେ ଜାଣିପାରିବୁ। ନହେଲେ ତାଙ୍କର ଯେଉଁ ପ୍ରମୋଦିନୀର ଆଇଡ଼ି ଅଛି ଗୋଟେ ଆଇଡ଼ି ଦେଖିଲେ ତାଙ୍କ ନାଟକଟା ଆପଣ ଜାଣିପାରିବେ। ବର୍ତ୍ତମାନ ନାଟକ ଚାଲିଛି ମା ଦେଇଥିଲା କଜଳ ଗାର। ଲେଖକ ହେଉଛନ୍ତି ଡକ୍ଟର ନିହାରଞ୍ଜନ ମହାନ୍ତି, ଡିରେକ୍ଟର ହେଉଛନ୍ତି ମନୋଜ କୁମାର ପ୍ରଧାନ, ଆଉ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ବିକାଶ ଶୁକ୍ଲା। ନୃତ୍ୟ ମୁଁ ଜାଣିନି। ଆପଣ ଏଇ ପ୍ରମୋଦିନୀ ବିଷୟରେ କହିଲେ, ପ୍ରମୋଦିନୀ ଯେଉଁ ଯାତ୍ରା ହେଉଛି ଆପଣ କ'ଣ କ୍ୟାରେକ୍ଟର ଦେଉଛନ୍ତି? ମୁଁ ତ ନେଗେଟିଭ୍ କ୍ୟାରେକ୍ଟର ଖଳନାୟକ ଆଉ, ମୋ ତ ଗେଟଅପ୍ ସେଇ ଆଉ ସେ ଆଉ ସେଇ ପାର୍ଟ ତ ଦେଇଛନ୍ତି ମୋତେ ଆଉ, ଗୋଟେ ଦେଇଛନ୍ତି ଗୋଟେ ଭିଲେନ୍ ପାର୍ଟ। ଆପଣ 15 ବର୍ଷ 16 ବର୍ଷ ହେଲା କହୁଛନ୍ତି ଯାତ୍ରା କଲେଣି, ଏଇ ଯାତ୍ରା ଭିତରେ ଆପଣଙ୍କୁ ମନକୁ ଛୁଇଁଥିବା ନାଟକ ଆଉ ସେଇ ନାଟକର ଗୋଟେ ସଂଳାପ? ମୁଁ ଯେତିକି ଅନୁଭବ କରିଛି, ମୁଁ ଓମ୍ ପିଛକର ଝିଅ ଟିକେ ଯେଉଁ ନାଟକଟି କଲି ଯେଉଁ ବର୍ଷ, ସେଇ ବର୍ଷ ମୋତେ ବହୁତ ଦର୍ଶକ ଚିହ୍ନିଲେ, ବହୁତ ମୋତେ ପ୍ରଶଂସା ମିଳିଛି। କାରଣ ସେ ଗୋଟେ ଟାଇପ୍ର ଥିଲା। ମୋତେ ସମସ୍ତେ ଭାବନ୍ତି ତମେ ଗୋଟେ ମୁସଲମାନ ପିଲା, ମୋତେ ଓଡ଼ିଆ କେହି ଭାବନ୍ତିନି। ତେଣୁ ମୋତେ ସେଗୁଡ଼ା ବହୁତ ପ୍ରଶଂସା ଦେଇଛି। ତାପରେ ଧଉଳିରେ ନାଟକ ଅଛି କଳିଯୁଗ ରାମାୟଣ, କଳିଯୁଗ ରାମାୟଣର ରାବଣ ହେଇକି ବାହାରେ ଇଏ କରିକି ସୀତା ଚୋରି ହେଉଛି, ଇଏ ହେଉଛି, ସିଏ ଗୋଟେ ଭଲ ଲାଗୁଥିଲା। ତାପରେ ସ୍ୱପ୍ନମହଲରେ ଗୋଟେ ଆପଣମାନେ ଖୁସି ତ, ସିଏ ଗୋଟେ ଭଲ ଲାଗୁଥିଲା। ଏସବୁ ନାଟକ ତ ସବୁ ବିଭିନ୍ନ ପ୍ରକାର। मैं वही बदनसीब बारूद भाई, मेरा पूरा नाम रेजा कामी का नाम बुपातन। बचपन से अबा में दोनों गुजर के बाद से अकेला हो गया मैंने, मेरा साथ कोई नहीं दिया, क्योंकि मैं मुसलमान बच्चा हूँ ना, इसलिए सब मुझे नफरत करने लगे। मगर कुत्ता ने मेरा साथ दिया, वो अच्छा दोस्त बन गया मेरा। वही जानवर मुँह से रोटी छीन के खाया मैंने, मैं बीच में मेरा सब चारों बाजे रहते थे। मैं उसी का मुँह से रोटी छीन के ले लिया था, वो सब मिलकर भुगतिन थे। फो 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 मैं इनको मारता था, वो भी साला मेरा मुंह से रोटी छीन के ले लिया था। वो अच्छा दोस्ती था कुत्ता और मेरे बीच में। मगर मुझे माँ का आंचल नहीं मिला। स्टेशन का प्लेटफॉर्म के अंदर में जो लंबा बेंच है ना, उसी को मैंने माँ का आंचल समझ लिया और आराम से सो जाता था मैंने वहीं पर। बच्चा जब बड़ा होता ना, पहले पढ़ना लिखना सीखता है। अली बेत ऐसे है जिम के डाल डाल लेके, बड़ा सिन छोटा सिन स्वाद वाद। मगर मैं पहले चोरी करना सीखा अपने पेट के लिए, अपनी पेट के लिए पॉकेट काटना शुरू कर दिया मैंने। दूसरा का जेब से बटुआरा निकाल के मैं दौड़ता थे, पुलिस के हाथ में कभी कभी पकड़ा गिरा था। साला बहुत मारता था मुझे टकलू पुलिस। सर मुझे बटुआरा ले लिया, सब मुझे मत मारो। चुप साला, इतना छोटा सा बच्चा साला चोरी करता है। मैं सच बोला, वो सोचा कि मैं झूठ बोलता हूँ, और साला झूठा समझ के मुझे जेल में अंदर कर दिया। जेल में थाना में मारा खाता खाता, अभी मैं बड़ा हो गया, अभी मुझे कोई नहीं मारता, सब मुझे सलाम करता है, सब मुझे इज्जत करता है। कोई कहते भारत भाई तुम्हारा आजकल देखा नहीं दे रहा है, तू क्या करते भाई, क्या काम करते, तो कैसा भाई, अच्छा है ना? हाँ भाई अच्छा है। और भारत भाई सलाम अलैकुम। अलैकुम सलाम भाई। भाई सलामत क्या करो, मेरे चुतुटी में लात मारो। नहीं 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 नहीं, इसको फायरिंग मत करो, इसको बकरी को जैसे जब्बा कर देती ना, ऐसे तेरे को मैं जब्बा करूंगा। ले पकड़ ले चाकू, ऐ तू ले, मेरे नमाज पढ़ने का वक्त हो गया, ले पकड़ ले चाकू, साला को खत्म कर दे।
खत्म। जाले को आग कहते हैं, बुझी को राग कहते हैं, जले हुई अंगार से बनी हुई अंगार को बारूद कहते हैं, बारूद। जय जगन्नाथ प्रभु। ବୁଢ଼ା କବିତା ଏ ଦୁଇ ଜଣ ଯାତ୍ରାରେ ଚର୍ଚ୍ଚିତ ନା ଯୋଡ଼ି। ବୁଢ଼ା କବିତାକୁ କେବେ ମିଳିଲେ, କବିତା ବୁଢ଼ାକୁ କେବେ ମିଳିଲେ? ଯାତ୍ରାରେ ତ ଯୋଡ଼ି ନହେଲେ ରହିହେବନି, ମୁଁ ଯାହା ଅନୁଭବ କଲି। ଫାଷ୍ଟ ଫାଷ୍ଟ ବହୁତ ବାତ୍ରାମି ହେଲା, ରହିବାକୁ ଇଚ୍ଛା ହେଲାନି। ପ୍ରଥମ ମୁଁ କହୁନି, ପ୍ରଥମଟାକୁ ଛାଡ଼ନ୍ତୁ, ତାରପୁରଟାକୁ ବାନ୍ଧନ୍ତୁ। ତାରପୁରଟାକୁ ଟିକେ ତାରପୁର ଜାଣିଲି ଗୋଟେ ଯାତ୍ରାପାଟି ଭଳି ଲାଗିଲା, ମୋତେ ଭଲ ଲାଗିଲା। ଆଉ ସବୁ ଇଏ ଯାଏ ଗୋଟେ 15 ଦିନ 20 ଦିନ ଭଲ ଲାଗିଲାନି, ପଳେଇ ଆସେ। ଏମିତିଆ ହଉ। ତାପରେ ସେ ଭେଟ ହେଲା ପରେ ସାଙ୍ଗ ହେଇକି ରହିଗଲୁ ଆଟାଚ୍ ହେଇକି। ଆଉ ଆଟାଚ୍ ହେଇକି ରହିଗଲୁ ତାରିଣୀ ପାଟି, ଟାଇଗର ତାରିଣୀ। ଦେଖା କେଉଁ ପାଟିରେ? ଦେଖା ହେଲା ଗୋଟେ ଉତ୍କଳ ପାଟି ହେଇଥିଲା ଭୁବନେଶ୍ୱରରେ, ଉତ୍କଳ ପାଟି ହେଇଥିଲା, ସେଇଠି ଭେଟ ହେଇଥିଲା। ସେଇଠି ଫାଷ୍ଟ ଦେଖା, ଫାଷ୍ଟ ଲଭ୍। ସେ ଭଲ ପିଲାଟା, ଦେଖିଲେ ଫିଗର ଅଛି ତାର। ତାପରେ ମୋତେ ସବୁ ଯୋଡ଼ି ଦେଲେ, ଆମ ସବୁ ସାଙ୍ଗସାଥି ନାହାନ୍ତି। ଆଉ ଗୋଟେ ଭୋକାଲ ଥିଲା, ତା ନା ଆଶା ବୋଲି, ଆଶା ନାରାୟଣ। କହିଲେ ଭଲ ହେବ, ଇଏ ହେଇଯା, ଅମୁକ ହେଇଯା, ପିଲାଟା ଇଏ। ସେଇଠୁ ଏମିତି ହେଇକି ଯେଉଁ ସମ୍ପର୍କ ହେଇଗଲା। ଆଉ ସିଏ ବି ରାଜି ହେଇଗଲା ଆସିବା ପାଇଁ। ତେଣୁ ଆଉ ଗୋଟେ ପିଲାଟା ଯେତେବେଳେ ରାଜି ହେଉଛି ବାହାରିବା ପାଇଁ, ଆମ ସାଙ୍ଗରେ ଆସିବା ପାଇଁ, ଆମେ ତ ଛାଡ଼ିବା କି? ତେଣୁ ଇଏ ହେଲା। ମାନେ ଯାତ୍ରା ପାଟିରେ ହିଁ ସେ କ'ଣ କରୁଥିଲେ? ସେତେବେଳେ ଡ୍ୟାନ୍ସ ନଥିଲା, ପାଠ କଲା। ତାପରେ ଆଉ ମୋ ସାଙ୍ଗରେ ରହିଲା ପରେ ପାଠ କଲା ଆସ୍ତେ ଆସ୍ତେ। ହାତ ଧୋଇଲା ପରେ ସେ ପାଠ କଲା। ଡ୍ୟାନ୍ସ ନଥିଲା। ଏବେ ଯୋଡ଼ି ଯାତ୍ରାରେ ଯେଉଁ ବୁଢ଼ା କବିତା, ସେବେଠୁ ସେଇ ମାନେ ସିଏ କେଉଁ ଆକ୍ଟିଂ କଲେ, ଆପଣ କ'ଣ କଲେ? ସେ ହିରୋଇନ୍ କଲା, ସବୁ ଝିଅ ପାଠ କଲେ। ହଁ, ମୁଁ ସବୁ ଆଣ୍ଟି ତ ମୋତେ ଅଭିଜ୍ଞ ଦେଖି ଆଣ୍ଟି ଦେଇ ଦେଉଛନ୍ତି। ଆଉ କ'ଣ କରିବି, ହିରୋ ତ କରିଛି, ତ ହିରୋ କରିଛି। ମନ୍ଦାକିନୀ କହିଲା ନାଇଁ ନାଇଁ ବୁଢ଼ା ଆଉ କରିବ ମୋ ସାଙ୍ଗରେ। ମିଥୁନ ରାଶି ଝିଅ ବାଘାପାଟି, ଏଠି ନୂଆ ନୂଆ ଲାଜ ଲାଗୁଛି ତାର ପରେ ଗୋଟେ। ସେ ହିରୋ ଟାଇପ୍ର ମାନେ କ'ଣ, ତାର ସାଙ୍ଗ ପାଇଁ ଗୋଟେ ଚାକିରି ପାଇଛି, ସାଙ୍ଗର ମରିଯିବ, ତାକୁ ଦରକାର 10 ଲକ୍ଷ ଟଙ୍କା। ଗୋଟେ ଭିଲିଆନ୍ଟା କହୁଛି ତୁ ଯା ଆମକୁ ରେପ୍ କରିଦେ, ତାର ପ୍ରତିଶୋଧ ନେବା ପାଇଁ ରେପ୍ କରି ତାକୁ ଇଏ କରିଦେ, ତୁ ତୋତେ 10 ଲକ୍ଷ ଟଙ୍କା ଦିଆଯିବ। ସେ ପରିସ୍ଥିତିରେ ପଡ଼ିକି ସେମିତିଆ କାମ କରେ, ସେ ହିରୋ ଟାଇପ୍ର। ହିରୋ ଜମ୍ପିଂ ମାନେ ସେଗୁଡ଼ା ଭଲ ଲାଗିବନି କି, ସେ ଆକ୍ଟିଂ ଗୁଡ଼ା। ତେଣୁ କରିଛି, ସବୁ କରିଛି। ଆଉ ଏବେ ତ ଟିକେ ବୟସ ହେଇଗଲାଣି, ଆଉ କ'ଣ ପିଲାଣି ଆଉ କରିବାକୁ ଇଚ୍ଛା ହେଉଛି। ସେ ଭିଲିଆନ୍ ଯେଉଁ ସ୍ଲୋ ଭିଲିଆନ୍ ଟାଇପ୍ ଭିଲିଆନ୍। ସବୁବେଳେ ନିଜକୁ ୟଙ୍ଗ ଭାବିବା ଦରକାର। ବୟସ ହେଲାଣି ବୋଲି କହ ନାଇଁ, ଭାବିବା ଦରକାର। ବୟସ ପୁଣି ଗୋଟେ ଛୁଆ ପିଲା ହେଉଛନ୍ତି, ନୂଆ ଜେନେରେସନ୍ର ହେଉଛନ୍ତି, କରନ୍ତୁ। ଆମେ ଯେତିକି କରିବା କଥା କରିବୁ, ହଁ। ଆଉ ଯେମିତି ଆର୍ଟିଷ୍ଟ ସବୁ ଅଛନ୍ତି, ଆମେ ଚାନ୍ସ ପାଉନୁ। ଆମେ ସ୍ୱାଭିମାନ ଲୋକ, ଆମେ ଯାଇକି ଯେ କହିବୁନି ଇଏ କରିବୁ। ଯିଏ ସୋସିଆଲ ମିଡ଼ିଆକୁ ଆସି ହାଇଲାଇଟ୍ ହେଉଛନ୍ତି, ବାଟରେ ହଗିଲେ ନା, ଦେଉଳ ତୋଳିଲେ ନା, ତେଣୁ ଆମେ କହିବୁନି। ଆମ ଯେଉଁଠି ଯେମିତି ଯିଏ ଡାକିଲେ ଆଗ୍ରହର ସହିତ ଆମେ ଯାଇ ପହଞ୍ଚିବା, ବୁଝିଲେ କି? ଆଉ ଆଜିକାଲି ଦେଖୁଛନ୍ତି ଯାତ୍ରା କ'ଣ କେମିତି ଚାଲିଛି, ଆଉ କେମିତି ଗାଁ ଗୁଆରେ ଚାଲିଛି। ଯୁଆଡ଼େ ଯାଉଛନ୍ତି ମେଞ୍ଚେ ଯାଉଛନ୍ତି, ତାଙ୍କ ସାଙ୍ଗସାଥି ବନ୍ଧୁବାନ୍ଧବ ଧରିକି ସିରିଏଲ୍ରେ ଯାଉଛନ୍ତି, ଦେଉଛନ୍ତି। ଆମେ ଜାଗା ପାଉନୁ, ଜାଗା ମିଳିଲେ ସିନା ହେବ। ଯାତ୍ରାରେ ଏବେ ସିରିଏଲ୍ ଆର୍ଟିଷ୍ଟ ବେଶୀ, ସେଥିପାଇଁ ଯାତ୍ରାର ଆର୍ଟିଷ୍ଟମାନଙ୍କୁ ଟିକେ ଅବହେଳା ହେଉଛି କି? ନିଶ୍ଚିତ, ଜାଗାଟା ମିଳିଲେ ମୋ ଜାଗାଟା ଭିଲିଆନ୍ ଜାଗାଟା ଯଦି ଆଉ ଗୋଟେ ବଡ଼ ଟୋକାଟା କିଏ ଆସିବ ସିରିଏଲ୍ ଲୋକ, ମୁଁ ସିରିଏଲ୍ କରୁଥିଲି, ମୋତେ ରଖିବେ କି? ରଖୁନାହାନ୍ତି। କଥାଟା ବୁଝିଲେ କି? ଏବେ ଯାତ୍ରାକୁ ଆପଣ ଯେତେବେଳେ ଯାତ୍ରା କରୁଥିଲେ, ଏବେ ଯାତ୍ରା କରୁଛନ୍ତି, ତା ଭିତରେ ଫରକ କ'ଣ? ଆମେ ଗୋଟେ ପାଟିରୁ ଗୋଟେ ପାଟି ଗଲାବେଳକୁ କାନ୍ଦୁଥିଲେ। ମୁଁ ତାରପୁର ଯେତେବେଳେ ଛାଡ଼ିଲି, ବୁଢ଼ୀ କାନ୍ଦିଲା। ତାରପୁର ମନୋରମା ଦାସ କାନ୍ଦିକି ଯାଇ ଟୁଟୁବଳଙ୍କୁ ଥିଲା। ମୁଁ କୋଣାର୍କ ବୁକ୍ କଲି ତାରପୁର ଫାଷ୍ଟ, କୋଣାର୍କ ରଖେଇ ଦେଲେନି ମୋତେ। ଯାଇ ଟୁଟୁବଳଙ୍କୁ ଧରା ଧରି କରି ସେତେବେଳେ ଟାଇମ୍ରେ ନୁଚିକି ଆମେ ଯାଉଥିଲୁ ବୁକିଂ ହେବାକୁ। ମେନେଜର ମାନେ ଆସିକି ନୁଚିକି କେମିତି ଠରାଠରି କରିକି କିନ୍ତୁ ପଦାକୁ ଆସ, ଗାଡ଼ିରେ ବସ, ଚାଲ ବୁକିଂ ହେବାକୁ। ସେତେବେଳେ ଏଇନା ତ କେହି ପଚାରୁନାହାନ୍ତି। ଏବେ ଆର୍ଟିଷ୍ଟ ବେଶୀ ହେଇଗଲେ କି? ବେଶୀ ହେଇଗଲା ଜାଗା, ଯିଏ ଜାଗତରେ ପଇସା ଅଛନ୍ତି। ଏଇ ଗୋଟେ ଆର୍ଟିଷ୍ଟ କିଏ ଗୋଟେ ଭାଇରାଲ୍ ହେଇଗଲା, ନିଜେ ଭାଇରାଲ୍ କରିଦେଇ ଚେୟାର ଫେୟାର ପକେଇ ଇଏ ପକେଇ ତା ଗାଣ୍ଡରେ ସମସ୍ତେ ଲାଗିଲେ, ତାରି ପଛରେ ପଇସା। ସେଇ ହିରୋ କରିଥିବେ 60 ବର୍ଷ ଯାକେ, ଆଉ କେହି କରିପାରିବେନି। ଏଇ ଚାଲିଛି ବର୍ତ୍ତମାନ ସେଇଆ ସିଷ୍ଟମ୍। ଆଉ କ'ଣ କରିବା, ଯିଏ ଯେଉଁଠି ରହିଯାଇଛନ୍ତି ଗୋଟେ ଜାଗାରେ, ଜାଗା ଛାଡ଼ିଲେ ସିନା ହେବ। ଏତେ ବର୍ଷ ନାଟକ ଭିତରେ ଆପଣଙ୍କର କୋ ଆର୍ଟିଷ୍ଟ ମାନେ କାହା କାହା ସହିତ ଆପଣ କାମ କରୁଛନ୍ତି? ମୁଁ ଓଡ଼ିଶାର ଯେତେ କ୍ଲାସ୍ ଆର୍ଟିଷ୍ଟ, ବୁଝିଲେ କି, ସମସ୍ତ ସାଙ୍ଗରେ ମୁଁ ଆକ୍ଟିଂ କରି ସାରି ଦେଇଛି। ପ୍ରଥମ ହେଲେ ମଣି ବିଶ୍ୱାଳ,
ରାଜୁ କଅଁର ଜାଣିଛ, ଦୁଶାସନ ପଣ୍ଡା, ନୀରବ ସ୍ୱାଇଁ, ମହେନ୍ଦ୍ର ଦାସ, ମନ୍ଦାକିନୀ ସାଙ୍ଗରେ ହିରୋ ବି କରିଛି, ମନ୍ଦାକିନୀ, ରୀନା ପଣ୍ଡା, ବାସୁ ମାଇତି, ଦୟା, ଲିଲୁଆ, କମି ପ୍ରତାପ, ନରେଶ। এই আর্টিস্ট কি কেউ পার্টিরে আপনার হইরাণ করছেন? ଆମକୁ ହଇରାଣ କାଟିନାହାନ୍ତି, କିନ୍ତୁ ଚାକିରି ନେଇଯାଇଛନ୍ତି, ଚାକିରି ନେଇଛନ୍ତି, ଆଉ ଗୋଟେ ଆଣି ରଖିଥିବ ତାକୁ। ହଁ ଆର୍ଟିଷ୍ଟ ନା ମ୍ୟାନେଜର, ଆର୍ଟିଷ୍ଟ ଯେତେବେଳେ ଆର୍ଟିଷ୍ଟଙ୍କ କଥାରେ ଯଦି ମ୍ୟାନେଜର ପରିଚାଳିତ ହେବେ, ହଁ ତାହେଲେ ମ୍ୟାନେଜର ଯାହା କହିବେ ତାଙ୍କ ଗ୍ରୁପ୍ ଆଣିବେ ନା, ତାଙ୍କୁ ଯିଏ ହଁ ଯିଏ ଆଜ୍ଞା ଆପଣ କହୁଥିବେ ଆମେ ଯେତିକି ଆମେ କଳାକାର, ଆମେ ଭାଇ ଏତିକି ଦରର କଳାକାର, ଆମେ ଆମ ହିସାବରେ ରହୁଛୁ, ଆମେ ଯାହାକୁ ଯେତିକି ପ୍ରେଷ୍ଟିଜ୍ ଦେବା କଥା ପ୍ରେଷ୍ଟିଜ୍ ଦେଉଛୁ। ହଁ ତେଣୁ ସମସ୍ତଙ୍କର ସ୍ୱାଭିମାନ ଅଛି ନା ନାହିଁ, ଆମେ ଆଉ କ'ଣ ଜଣୁ ଖାଲି ସବୁବେଳେ ଇଏ କରୁଥିବୁ କି, ବୁଝିଲେ କି? ଶିକ୍ଷା ଦେବା କଥା, କିନ୍ତୁ ସିଏ ତାଙ୍କ ସ୍ୱାର୍ଥ ପାଇଁ କିଛି ଜଣ ସମସ୍ତେ ନୁହଁ, ସମସ୍ତ କଥା କହିବେନି, କିଛି ଜଣ ଯେମିତି ବାଘକୁ ଫାଗ ଭୟ, ସେମିତି ଧର ମୋତେ ମାଲିକ ଭଲ ପାଇଲା ତାଙ୍କ ଦେହରେ ଯିବନି, ବୁଝିଲେ କି? ଆମକୁ ଡାକୁନାହାନ୍ତି କ'ଣ ତାଙ୍କୁ କ'ଣ ଇଏ କରୁଛନ୍ତି? ଏଇସବୁ ଜିନିଷ ବର୍ତ୍ତମାନ ଆପଣ ଜାଣିପାରୁନାହାନ୍ତି, ଦୁନିଆଟା ତ ସେଇଆ ନା, ଦୁନିଆ ସେଇଆ, ତେଣୁ ସ୍ୱାଭିମାନ ଜଗି ଚାଲିଛି ଆଉ। ଲାଷ୍ଟରୁ ଦର୍ଶକକୁ କ'ଣ କହିବେ? ଦର୍ଶକଙ୍କୁ କହିବି, ଦର୍ଶକ ମୋତେ ଅଳ୍ପ ବହୁତ ଯାହା ବି ହେଲେ ବୁଢ଼ାକୁ ଜାଣିଛନ୍ତି ସମସ୍ତେ, ଚିହ୍ନୁଛନ୍ତି, ସେତିକି ତୁମର ଧନ୍ୟବାଦ। ଯାହା ହଉ ମୁଁ ସେମିତି ଗୋଟେ ଭଲ ରେପୁଟେଡ଼ ଏ କ୍ଲାସ୍ ପାର୍ଟିରେ ନ ରହିଲେ ବି ଯେତିକି ଷ୍ଟାଣ୍ଡାର୍ଡ଼ ପାର୍ଟିରେ ରହିଛି, ଯେଉଁ ବି ପାର୍ଟିରେ ରହିଛି, ଯାହା ବି ହେଲେ ଲୋକଙ୍କୁ ମୁଁ ଖୋରାକ ଯୋଗେଇଛି, ଲୋକ ବି ମୋତେ ମନେ ରଖିଛନ୍ତି। ତେଣୁ ଆପଣମାନେ ଆସନ୍ତୁ, ପ୍ରମୋଦିନ ଦେଖନ୍ତୁ, ପ୍ରମୋଦିନ ଦେଖନ୍ତୁ, ନିଶ୍ଚୟ ଆପଣଙ୍କ ମନୋରଞ୍ଜନ ଭରପୁର ଖୋରାକ ପାଇବେ। ନୂଆ କରି ଅନୁଷ୍ଠାନ ଗଢ଼ୁଛି, କିନ୍ତୁ ଭଲ ସାଜସଜା ନେଇକି ବାହାରୁଛି, ଡେରି ହେଲେ ବି ବିଳମ୍ବେ କାର୍ଯ୍ୟସିଦ୍ଧି। ତେଣୁ ଦର୍ଶକ ଦେବତାଙ୍କୁ ନମସ୍କାର, ଆସନ୍ତୁ ଦେଖନ୍ତୁ, ଏମିତି ଆମକୁ ଯେମିତି ଭଲ ପାଇବା ଦେଉଛନ୍ତି ଦିଅନ୍ତୁ, ଯେଉଁଠି ଭେଟ ହେଲେ କହୁଛନ୍ତି ଆଜ୍ଞା କେଉଁ ପାର୍ଟିରେ ଅଛନ୍ତି, ସେମିତି କହୁଥାନ୍ତୁ। ଆଉ